ଶ୍ରମିକ ଏବଂ ଛାତ୍ରଛାତ୍ରୀ କିଣିପାରିବେ 5 କେଜି ଗ୍ୟାସ୍ ସିଲିଣ୍ଡର। ସେମାନଙ୍କ ପାଇଁ 5 କେଜି ସିଲିଣ୍ଡର କଟକଣା ଲାଗୁ ହେବନି। ସେମାନେ ପରିଚୟ ପତ୍ର ଦେଖାଇଲେ ତାଙ୍କୁ 5 କେଜି ଏଲ୍ପିଜି ମିଳିବ। ସେହିପରି ଇକେୱାଇସି ମାଧ୍ୟମରେ ବିକ୍ରୟ ହେଉଥିବା 5 କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ କୌଣସି କଟକଣା ନାହିଁ। ତୈଳ ମାର୍କେଟିଂ କମ୍ପାନୀ ଦ୍ୱାରା ବିକ୍ରି 5 କେଜି ଗ୍ୟାସ୍ କିଣିପାରିବେ। ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। 5 କେଜି ଗ୍ୟାସ୍ର ଅବୈଧ ବିକ୍ରି ଉପରେ କଟକଣା ଲାଗିଛି। ତେବେ ବେଆଇନ ଗଚ୍ଛିତ ସିଲିଣ୍ଡର ଏବଂ କଳାବଜାରୀ ବିରୋଧରେ ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। କେବଳ ବେଆଇନ ଭାବରେ ସିଲିଣ୍ଡର କାରବାର କରୁଥିବା ବ୍ୟବସାୟୀଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି। ଗତକାଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର 5 କେଜି ଗ୍ୟାସ୍ ବିକ୍ରି ହୋଇପାରିବନି କହିବା ପରେ ଆଜି ଆସିଛି ଏହି ସ୍ପଷ୍ଟୀକରଣ। ବ୍ୟୁରୋ ରିପୋର୍ଟ, ସମାଜ ଲାଇଭ୍।